भाई नमस्कार। भाई नमस्कार। बाप रे बाप, ठंडी के मौसम में पसीना कैसे आ रहा है? गर्मी हो रहा है भुवनेश्वर में। भुवनेश्वर पे हो अभी? हाँ हाँ। हाँ। और कैसे हो? अच्छा हूँ। आप पहले कैसे तो हो? मुबारक, पहले तो मुबारक आपको। आपका टाइटन नवा टाइटन लिख दिया, कमांडो 11 इस साल। थैंक यू। और वाकई में ओडिशा टेनिस क्रिकेट को, कमांडो 11 टीम को हम लोग जितना ज्यादा लोग फैन फॉलोइंग है उसका, और उसके लिए आपको पहले तो मुबारकबाद कि आप बतौर कैप्टन भी बहुत सारा अच्छा नियमों को पालन करते हैं अपनी टीम को, बच्चों को लेकर, और बहुत सारा रिस्पॉन्सिबिलिटी उठाते हैं, और आपने वक्त दिया मुझे बात करने के लिए, ये हमारे लिए बहुत बड़ी बात हुई है। थैंक यू थैंक हाँ, शुक्रिया। दरअसल थोड़ा सा मैं आपको समय लेना चाहूंगा, कुछ 10-15 मिनट चलेगा तो? ठीक है ठीक है। ठीक है, शुक्रिया। मैं हिंदी में बात करता हूँ, आपको कोई सुटेबल है या फिर उड़िया में बात हाँ करता हूँ? ठीक। नहीं नहीं ठीक है। ठीक है, ओके। भैया दरअसल बहुत सारे लोग का एक्चुअली माइंडसेट बहुत सारा, हमने एक ब्लॉग बनाया था, धनियापड़ा पे आप आए थे, तो उस ब्लॉग को लेकर मुझे बहुत सारे लोग मैसेज करते रहे, कमेंट करते रहे कि पीनू भैया एक्चुअली SPL 14 पे जो परेशानी हुआ था, जो कमांडो 11 साथ में जो घटा था, जो चीज को लेकर, उस चीज को लेकर बहुत सारा परेशान नए लोग थे। वाकई में पीनू भैया खेलेंगे नहीं खेलेंगे उस बारे में थोड़ा सा जिक्र करेंगे, लेकिन पहले मैं आपको थोड़ा जानकारी करना चाहूंगा SPL 15 में वाकई में हुआ क्या था। तो बहुत सारे लोग लाइव तो देख रहे थे, बट वहां पे उस पोजीशन पे आप थे, उस पोजीशन में आप थे, तो इसी चलती वाकई में उस वक्त घटा क्या था, किस वजह से आपका माइंड आपका थोड़ा सा बिगड़ा हुआ था, आप थोड़ा सा अपनी ओर से थोड़ा सा जज्बाती हुए थे, थोड़ा मतलब लाइव में आके बातचीत किए थे, आप हो या चित्र विकास हो या फिर श्रीनिवास भैया हो, तो इसी चलती उस बारे में थोड़ा सा खुलासा करेंगे तो सबसे बेहतर होगा। मेन हଉଛି ଟିକେ उड़िया में बोल सकते हो। ମେନ୍ ହଉଛି କଥା ହଉଛି ଆମେ ଯେତେବେଳେ ବ୍ୟାଟିଂ କରୁଥିଲୁ ଆଉ ବାକି ଥିଲା 5 ଓଭର ମ୍ୟାଚ୍। 5 ଓଭରରେ हम्म, ଦରକାର ଥିଲା ପ୍ରାୟ 55-60 ରନ୍। हम्म, ଆଉ ମାନେ ସେ ଟାଇମରେ ଟିକେ ଅନ୍ଧାର ହେଇ ଆସିଥିଲା, କିନ୍ତୁ ଲାଇଭରେ ଦେଖାଯାଉଥିଲା ଯେ କ୍ଲିଅର। କିନ୍ତୁ ଆମେ ଯେତେବେଳେ ଖେଳୁଥିଲୁ ସେଟା ଟିକେ ଅନ୍ଧାର ହେଇ ଆସିଥିଲା, ନାଲି ବଲ୍ ନଥିଲା ଠିକ ସେ। ଆମେ କହିଥିଲୁ ଯେ ଆମର ଯୋଉଦିନ ଏ ଯୋଉ ମ୍ୟାଚ୍ ଅଧାରୁ ରହିଲା, ଯୋଉଦିନ ସେମିଫାଇନାଲ ହବ, हम्म, ଯଦି ସେ ଅଧାରୁ ହିଁ ଖେଳ ହବ, ଯୋଉଠୁ ସରିଛି ସକାଳୁ ଆରମ୍ଭ କଲେ ହାର୍ଡଲି ଅଧଘଣ୍ଟା 45 ମିନିଟ୍ ଭିତରେ ସରିଯିବ। हम्म, ଯିଏ ଜିତିଥିବ ତାପରେ ସେମିଫାଇନାଲ ମ୍ୟାଚ୍ ଖେଳିବ, ଆମେ ଜିତୁ କି ଲୁଟୁ ୱାରିୟର ବି ଜିତୁ। जी, ଏଇ କଥା କହିଥିଲୁ, ସେମାନେ କିନ୍ତୁ ମନା କରିଥିଲେ ଯେ ନାଇଁ ଆଜି ହିଁ ଖେଳ ସରିବ। ଅର୍ଗାନାଇଜର ମନା କରିଥିଲା ଯେ हम्म, ଏତେ ବଡ ଟୁର୍ଣ୍ଣାମେଣ୍ଟ, ଏତେ ବଡ ଆୟୋଜନ କରୁଛନ୍ତି, ଆମେ ଏତେ ବାଟରୁ ଯାଇଛୁ ଖେଳିବାକୁ, ଆମକୁ ଟିକେ କଷ୍ଟ ହେଲା ସେଥିପାଇଁ। ଯେ ତାଙ୍କର ବି ଡିସିସନ ତାଙ୍କ ପାଇଁ ଠିକ ଥାଇପାରେ, କିନ୍ତୁ ଆମ ପାଇଁ ଆମ ଟିମ୍ ଟା ବି ବଡ, हाँ हाँ राइट। ସେଥିପାଇଁ ଟିକେ ଡିଷ୍ଟର୍ବାନ୍ସ ହେଇଥିଲା ଆଉ। हाँ निश्चय। हाँ निश्चय, से सिचुएशन को नेଇକି ବି ଗୋଟେ ଆମର ଇନୋଗ୍ରେସନ ସମୟରେ ଆପଣ ମତେ ଟ୍ରଫି ଇନୋଗ୍ରେସନ ଯେତେବେଳେ ହଉଥିଲା, ହୁଁ ସେ ତାଙ୍କର ଆମର SPL ର ମ୍ୟାନେଜର ହାଫିଜ ବି କହୁଥିଲେ ହୁଁ କି ଆମ ଦ୍ୱାରା ବି ସେଟା ଭୁଲ ହେଇଥିଲା, ଯେହେତୁ ସେ ବାଧ୍ୟ ପ୍ରାପ୍ତ ଆମେ ସେ ଡିସିସନ ଟା ନବାକୁ ପଡିଲା ଆମକୁ, ଆଉ ଆମେ ହୁଁ ସେଇଥିପାଇଁ ବି ଆମେ ନିଜକୁ କ୍ଷମା ମାଗୁଛୁ ସମସ୍ତଙ୍କୁ, ଯେତେବେଳେ ଆମେ ବି ଚାହୁଁଛୁ କି କମାଣ୍ଡୋ 11 ଯଦି ବି ଏ ସିଜନ ମାନେ ଇଏ କରିଥାନ୍ତା, ମାନେ ପାର୍ଟିସିପେଟ କରିବାକୁ ଚାହୁଁଥାନ୍ତା, ତାହେଲେ ନିଶ୍ଚୟ ଆମେ ପାର୍ଟିସିପେଟ କରିଥାନ୍ତା। ଆମେ ତ ଚାହୁଁ ବଡ ବଡ ଟୁର୍ଣ୍ଣାମେଣ୍ଟ, ଯେମିତି ବାଗଡିଆ ହଉ, ସୁକୁନେଇ ହଉ, ଯୋଉ ଭଳିଆ ସବୁ ବଡ ବଡ ଘଣ୍ଟପଡା, ସବୁ ଟୁର୍ଣ୍ଣାମେଣ୍ଟ ଆମେ ଆଟେଣ୍ଡ କରିବାକୁ ଚାହୁଁ, କିନ୍ତୁ ସେଦିନ ବହୁତ କଷ୍ଟ ହେଇଥିଲା ବହୁତ, ଯେ ସେଥିପାଇଁ ଆଉ। କିନ୍ତୁ କମାଣ୍ଡୋ 11 ଆକ୍ଚୁଆଲି ରେଜିଷ୍ଟ୍ରେସନ କରିଲାନି, ତାଙ୍କର ଗୋଟେ ଆକ୍ଚୁଆଲି ମାନେ ଦୁଃଖ, ସେମାନେ ଟିକେ କହୁଥିଲେ କି ଆକ୍ଚୁଆଲି କମାଣ୍ଡୋ 11 ରେଜିଷ୍ଟ୍ରେସନ କରେଇଥାନ୍ତେ, ଭାଇ ତାହେଲେ ଆମେ ନିହାତି କମାଣ୍ଡୋ 11 କୁ ରଖିଥାନ୍ତୁ। ନା ରେଜିଷ୍ଟ୍ରେସନ କେମିତି କରେଇବୁ? ଜିନିଷଟା ରାଗଟା ହିଁ ରହିଲା ଯେ ନାଇଁ ଭାଇ ଏଇ ଟୁର୍ଣ୍ଣାମେଣ୍ଟ, ଆଉ ଗୋଟେ ଟୁର୍ଣ୍ଣାମେଣ୍ଟ ସେମିତି ଖୁଣ୍ଟୁଣି ଗୋଟେ ଅଛି, ହୁଁ ହୁଁ ଏମିତି ଆମକୁ କହିଲେ ଯେ ଖେଳ ହବ, କିନ୍ତୁ ସକାଳ 6ଟାରୁ ହିଁ ବଲ୍ ପଡିଥିଲା ଆମର, ମାନେ ଆଜ୍ଞା। ଶୀତ ଦିନେ ସକାଳ 6ଟାରୁ ଲୋକ ସବୁ ରନିଂ କରୁଥିଲେ, ଆମେ ଖେଳୁଥିଲୁ ସେତେବେଳୁ ବାପରେ ବାପ। ସକାଳ ମାନେ 6ଟାରେ କୁହୁଡି ହଉଥିଲା। ଏମିତି ଗୋଟେ ଘଟଣା ହେଇଥିଲା, ଏମିତି ଗୋଟେ ବାସ୍ ଘଟଣା ହେଇଥିଲା ଯୋଉଟାକି ହଁ ହଁ, ଆପଣଙ୍କ ପାଇଁ ଡେଲଲାଇଟ ପାଇଁ ପୋଷ୍ଟପୋନ କରାଗଲା ଆପଣଙ୍କ ମ୍ୟାଚ୍ ଆମେ ଟା। ଆଜ୍ଞା। କହିଲୁ ଯେ ଭାଇ ଆମେ ଖେଳିବୁ, କିନ୍ତୁ ଯୋଉ ଟାଇମରେ ଖେଳିବା ଅନୁଚିତ, ମାନେ ଉଚିତ, ସେଇ ଟାଇମରେ ହିଁ ଖେଳିବୁ, 9ଟା ବେଳେ ଖେଳିବୁ।
हाँ ନା ଭାଇ ତମେ 6টাରେ ମୁଁ ଆସିବ, ଦେଖିଥିଲି ଇମେଜ ସହିତ ଥିଲା ମ୍ୟାଚ ଟା। ବାସ୍ ବାସ୍ 6টাରେ ଆସିକି ହିଁ ପଡିଆରେ ପହଞ୍ଚିବ, ନହେଲେ ତାଙ୍କୁ ୱିନର ଦିଆହବ। ହୁଁ, ଆମକୁ କୁହାଯାଇଥିଲା, କହିଲେ ଭାଇ 6টাରେ ପହଞ୍ଚିବ, 6:30ରେ ବଲ୍ ପଡିବ, ତମେ ଯଦି ପହଞ୍ଚିବ ତମେ ଖେଳିବ, ନହେଲେ ତାଙ୍କୁ ୱିନର। ଆମେ ସକାଳ ଭୁବନେଶ୍ୱରରୁ ବାହାରିଥିଲୁ 4:30ରୁ ଉଠିକି ଫ୍ରେଶ ହେଇକି 5ଟାରେ ବାହାରିଥିଲୁ। ଆଜ୍ଞା। ମାନେ ଆମେ ପାଠ ପଢିଲା ବେଳେ ବି 4:30ରୁ କେବେ ଉଠିନୁ, ଖେଳ ପାଇଁ 4:30। କଥା ହଉଛି ସେଇଆ। ବହୁତ ବଡ ଆୟୋଜନ ଆକ୍ଚୁଆଲି ସବୁଆଡେ ଆକ୍ଚୁଆଲି ଓଡିଶା ସାରାରେ ହୁଁ ଆମେ ଯଦି ଦେଖିବାକୁ କହୁଛୁ ତାହେଲେ ବହୁତ ସାରା ବଡ ବଡ ଟୁର୍ଣ୍ଣାମେଣ୍ଟ ହଉଛି। ହୁଁ କିନ୍ତୁ ତା ମଧ୍ୟରେ ଯେମିତି ଆପଣ ଟିପ୍ପଣୀ ଦେଲେ ଯେ ନାଇଁ ଗୋଟେ ବଡ ବଡ ଟୁର୍ଣ୍ଣାମେଣ୍ଟ ଚାହୁଁଛୁ ଆମେ ପାର୍ଟିସିପେଟ କରିବା, ଖେଳିବା, ଆମେ ହୁଁ ନିଜ ତରଫରୁ ଆମେ ସେଟା ଚାହୁଁଛୁ। ଯେହେତୁ ଗୋଟେ ହୁଁ ସେଟା ବି ଗୋଟେ ମାଇଣ୍ଡସେଟ ଥିଲା ସେତେବେଳେ, ଗୋଟେ ସମୟ ଥିଲା ସେଇ ହିସାବରେ ହୁଁ ଗୋଟେ ମାଇଣ୍ଡ ରୁ ମାନେ ଯାହା କଥାବାର୍ତ୍ତା ହେଲା ବା ଯାହା ବି ହେଲା ତା ପାଇଁ ବି ନିଶ୍ଚୟ ସେମାନେ ବି କହୁଛନ୍ତି ଆମ ତରଫରୁ ଭୁଲ ହେଇଥିଲା। ଯେହେତୁ ଚିତ୍ର ବିକାଶ ବି ଭାଇ ବି ସେଦିନ କହୁଥିଲେ ସେଇ କଥାଟା, ହୁଁ କାହିଁକି ସେଟା ଆମ ତରଫରୁ ଭୁଲ ହେଇଥିଲା, ଆମେ ନେଗେଟିଭଲି କିଛି କହିଦେଲୁ। ହଁ ହଁ ଆମକୁ ଟିକେ ଦୁଃଖ ଲାଗିଲା ଯେ ଏତେ ବଡ ଟୁର୍ଣ୍ଣାମେଣ୍ଟ ଆମେ ଖେଳି ପାରିଲୁନି। ହାରି ଯାଇଥିଲେ ଅଲଗା କଥା, କିନ୍ତୁ ଅଧାରୁ ରହିଗଲା ଖେଳଟା। ହାରିଥିଲେ ବାଧି ନଥାନ୍ତା, ହଁ ଯେ ଖେଳି ପାରିଲୁନି, ହାରିଲୁ। ତ ଆକ୍ଚୁଆଲି ସେ ଏବେ ଓଡିଶା ସାରା ଚାହିଁକି ବସି ଏସପିଏଲ ପାଇଁ ପିନୁ ପରିଡା ଖେଳିବ ନ ଖେଳିବେ ସେ କୋଶ୍ଚିନ୍ ସବୁଆଡେ ଅଛି। ସୋ ପିନୁ ଭାଇ ସେ କୁ ମୋ ତରଫରୁ ବି ମୁଁ ଗୋଟେ ଇଏଟା କହୁଛି, ରିକ୍ୱେଷ୍ଟ କରୁଛି ପିନୁ ଭାଇ କଣ କେମିତି କମବ୍ୟାକ୍ କରିବେ ଏସପିଏଲ 15 ପାଇଁ, ଟିକେ କଣ କହିବାକୁ ଚାହିଁବେ ଏସପିଏଲ 15 ର ଅର୍ଗାନାଇଜର ମାନଙ୍କୁ କି ପୁଣି ଥରେ ତାଙ୍କ ଚାନ୍ସ ଗୋଟେ ମିଳୁ ପିନୁ ପରିଡାକୁ। ତାଙ୍କ ଉପରେ ଡିପେଣ୍ଡ। ମୁଁ ତ ଚାହେଁ ଭଲ ଭଲ ଟୁର୍ଣ୍ଣାମେଣ୍ଟ ଯେ ସବୁ ପିଲା ଖେଳନ୍ତୁ, କୋଉ ଟୁର୍ଣ୍ଣାମେଣ୍ଟରେ ବି କାହାକୁ ବି ବ୍ୟାନ୍ ନ କରାଯାଉ, ସବୁ ପିଲା ଖେଳନ୍ତୁ। କିଏ ବି ଚାହିଁବନି ଯେ ଏତେ ବଡ ଟୁର୍ଣ୍ଣାମେଣ୍ଟ ନ ଖେଳୁ ବୋଲି। ପିନୁ ପରିଡା ଯେହେତୁ ଯୋଉ ଶବ୍ଦ ସବୁ ମାନେ ଆକ୍ଚୁଆଲି ଲାଇଭ ରେ ଆସିକି କହିଥିଲେ, ତାଙ୍କ ଦ୍ୱାରା ବି କିଛି ମିଷ୍ଟେକ୍ ନିଶ୍ଚିତ ରୂପରେ ଆପଣଙ୍କ ହଁ 10 ବାକି ମତେ ବହୁତ ଖରାପ ଲାଗିଥିଲା ଯେ ନାଇଁ ଆମେ ଟୁର୍ଣ୍ଣାମେଣ୍ଟ ଟା ଆମକୁ ଖେଳେଇଲେନି, ଇଏ କଲେନି, ସେଥିପାଇଁ ତ ରାଗରେ ସବୁ କହିଥିଲୁ ଆମେ। ସୋ ସେଟା ଆକ୍ଚୁଆଲି ଭୁଲ ହେଇଥିଲା ତ ଆମର। ନାଇଁ ନାଇଁ ଭୁଲ ହେଇଥିଲା। ସିଏ ବି କହିଲେ ଯେ ଆମେ ବି ଡିସିସନ ନବାଟା ତାଙ୍କ ଟୁର୍ଣ୍ଣାମେଣ୍ଟ ପାଇଁ, ସିଏ ବି ସେଇଆ କହିଲେ। ଦି ଜଣଙ୍କ ତରଫରୁ ହିଁ ଭୁଲ ଭାଲ ହେଇଥିଲା କଥାବାର୍ତ୍ତା ଆଉ। ବାସ୍ ଏତିକି ଆକ୍ଚୁଆଲି ଜାଣିବାର ଥିଲା। ଆକ୍ଚୁଆଲି ସେମାନେ ଭୁଲ ମାଗିଛନ୍ତି, ଆଉ ଯେହେତୁ ଆମେ ଶୁଣି ପାରିଲୁ କି ପିନୁ ପରିଡା ଭାଇ କହୁଛନ୍ତି ଆମ ତରଫରୁ ଗୋଟେ ଭୁଲ ହେଇଥିଲା। ସୋ ଆମେ ଚାହୁଁଛୁ କି ଏସପିଏଲ 15 ପାଇଁ ପିନୁ ପରିଡାକୁ ପୁଣି ଥରେ ଚାନ୍ସ ମିଳୁ। ଆମେ ଚାହୁଁଛୁ କି କାହିଁକି ନା ଓଡିଶା ସାରା ଚାହୁଁଛୁ ବସି ପିନୁ ପରିଡା ଗୋଟେ ଆମେ ପାଖାପାଖି ଗୋଟେ ଓଡିଶା ଟେନିସ୍ ଗୋଟେ ଲିଜେଣ୍ଡ କହିପାରୁ। ବହୁତ ବର୍ଷରୁ ମୁଁ ଯେତେବେଳେ ଛୋଟଟେ ଥିଲି, ମୁଁ ପାଖାପାଖି +3 ମୋର ଗ୍ରାଜୁଏସନ ଚାଲିଥିଲା, ସେତେବେଳେ ତ ମୁଁ ଦେଖୁଛି ମୁଁ ଠିକ ଅଛି। ମୁଁ ଫାର୍ଷ୍ଟ ଇୟର ଯେତେବେଳେ ଆସିଥିଲି, ମୁଁ ପିନୁ ପରିଡାକୁ ବ୍ୟାଟିଂ କରୁଥିବା ସେତେବେଳେ ଦେଖେ। ମୁଁ ବହୁତ ଚଏସ୍ ତମର ଉତ୍କଳ କସ୍ତୁରୀ ରାଉତ, ଜଗନର, ବାଲିଆ ରାଜାର, ମୁଁ ସବୁବେଳେ ଲାଇଭ ଆକ୍ଚୁଆଲି ମ୍ୟାଚ ଦେଖିବା ପାଇଁ ବହୁତ ଦୂର ଦୂରରୁ ସାଇକେଲ ଚଲେଇକିନା ମୁନଲାଇଟ ଟିମ୍ ଆମର ଯେତେବେଳେ ଆମେ ଆଜ୍ଞା ଯାଉଥିଲୁ ନା ଆଜ୍ଞା ତ ଆମେ ଏତିକି ଭାଇ କ୍ଷେଦ ଅଛି କି ପିନୁ ପରିଡା ଯାହାବି ଆପଣଙ୍କ ଦ୍ଵାରା ଯଦି କିଛି ଭୁଲ ହେଇଥିବ, ତାହେଲେ ଆମେ ଚାହୁଁଛୁ କି ଏସପିଏଲ ଅର୍ଗାନାଇଜର ମାନେ ଆପଣଙ୍କୁ ଏଗ୍ରି କରନ୍ତୁ, ଯେହେତୁ ଆପଣଙ୍କୁ ଚାନ୍ସ ଥୋଡେ ପୁଣି ଥରେ ମିଳୁ। ଏତିକି ଆମେ ପ୍ରାର୍ଥନା କରୁଛୁ ସମସ୍ତଙ୍କ କତିରେ ଭାଇ। କହୁଛୁ କି ଭାଇ ଆପଣ ମାନେ ନିଶ୍ଚିତ ରୂପରେ ସପୋର୍ଟ କରନ୍ତୁ ଏସପିଏଲ 15 ରୁ ମଧ୍ୟ। 14 ରେ ଯାହା ହେଇଥିଲା ତା ମଧ୍ୟରେ ସେମାନେ ଦୁଃଖିତ ଅଛନ୍ତି। ଏଥର ନିଶ୍ଚିତ ଭାବେ ଟିକେ ଇମ୍ପ୍ରୁଭ କରିବେ ଏବଂ ଭଲ କରିବାକୁ ଚେଷ୍ଟା କରିବେ ବୋଲି। ନିଶ୍ଚୟ ଭାଇ। ଆଉ କଣ କହିବାକୁ ଚାହିଁବେ ଏସପିଏଲ 15 ପାଇଁ, ଯେହେତୁ ଅପକମିଂ ଆଗକୁ ଆସୁଛି 28 ତାରିଖରୁ ଆରମ୍ଭ ହଉଛି ଏସପିଏଲ 15, ସମାପ୍ତ 1 ଫେବୃଆରୀରେ ହବ। ସୋ କଣ ଆପଣ କହିବେ ଏସପିଏଲ 15 ପାଇଁ? ଯେ ମେନ୍ ହଉଛି ଖେଳଟା ଠିକ ଟାଇମ ରେ ହଉ, କୋଉ ଟିମ କୁ ବି କଷ୍ଟ ନ ହଉ ଯେ ଏମିତି ଖେଳଟା ଡିଷ୍ଟର୍ବାନ୍ସ ହଉ। ତାଙ୍କର ତ ଆରେଞ୍ଜମେଣ୍ଟ ଭଲ, ଇଏ ଭଲ, ସବୁ ଭଲ, କିନ୍ତୁ ଏଇ ମେନ୍ ହଉଛି ଏଇ ଖେଳଟା ପାରଲାଇଟ ହେଲେ ବି ପ୍ରାୟ ଟିମ୍ କୁ ବାଧେ ଯେ ନାଇଁ ଖେଳି ପାରିଲୁନୁ, ଇଏ ହେଲା ସିଏ ହେଲା। ସେଥିପାଇଁ ଟିମ୍ ଟା ଠିକ ଟାଇମ ରେ ଖେଳ ହେଲେ ହିଁ ଭଲ। ନିଶ୍ଚୟ। ଥ୍ୟାଙ୍କ ୟୁ ଭେରି ମଚ୍ ପିନୁ ଭैୟା। ଥ୍ୟାଙ୍କ ୟୁ। ଆକ୍ଚୁଆଲି ବହୁତ ସମୟ ଧରି କଥାବାର୍ତ୍ତା ହେଲା, ଆଉ ଆମେ ଆଶା କରୁଛୁ ଆପଣଙ୍କୁ ପୁଣି ଆମେ ଚେହେରାକୁ ଦେଖୁ ପିନୁ ପରିଡାକୁ ଏସପିଏଲ ରେ। ଆମେ ନିଜ ଗାଁ ପାଖର ଟିମ୍ ଟୁର୍ଣ୍ଣାମେଣ୍ଟ ଟା ତ ଆମେ ଚାହୁଁଛୁ ଗୋଟେ ଓଡିଶା ଟେନିସ କ୍ରିକେଟ ର ଗୋଟେ ଭଲ ପ୍ଲେୟାର ମଧ୍ୟ ଖେଳନ୍ତେ, ଏବଂ କମାଣ୍ଡୋ 11 ଯେହେତୁ ଏ ସିଜନ ରହିବନି, କିନ୍ତୁ ଆମେ ଚାହୁଁଛୁ କି କମାଣ୍ଡୋର ସବୁ ପ୍ଲେୟାର ମାନେ ଖେଳନ୍ତୁ, ଯୋଉ ଯୋଉ ପ୍ଲେୟାର ମାନଙ୍କୁ ଯେହେତୁ ଆମେ ଆର ବର୍ଷ 14 ରେ ଯାହା ହେଇଥିଲା ଅସୁବିଧା, କିନ୍ତୁ 15 ରେ ଗୋଟେ ଚାନ୍ସ ମିଳୁ। ଏତିକି କହିକି ବହୁତ ବହୁତ ଧନ୍ୟବାଦ ଭାଇ। ରହୁଛି ଭାଇ। ଥ୍ୟାଙ୍କ ୟୁ ଭାଇ, ରହିଲି ଧନ୍ୟବାଦ।